ତୁଳା ରାଶି ଏବଂ କୁମ୍ଭ ରାଶି ଏହି ଦୁଇ ରାଶି ମଧ୍ୟରୁ କେଉଁ ରାଶି ସବୁଠାରୁ ଅଧିକ ଧନ୍ୟ ହୋଇଥାନ୍ତି, ସବୁଠାରୁ ଅଧିକ ଶକ୍ତିଶାଳୀ ହୋଇଥାନ୍ତି, ଆଉ କେଉଁ ରାଶି ଧନଜନିତ ସମସ୍ୟା ଦେଇ ଗତି କରିଥାନ୍ତି, କେଉଁ ରାଶି ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ କେଉଁ ରାଶିକୁ ଭାଗ୍ୟରେ ଭଲ ଫଳ ପାଇବା ପାଇଁ ଅଧିକ ସଂଘର୍ଷ କରିବା ପାଇଁ ପଡ଼ିଥାଏ, କାହାର ସ୍ୱଭାବ ଅଧିକ ଆକର୍ଷଣୀୟ ହୋଇଥାଏ, ଏହା ସମ୍ପର୍କରେ ଜାଣିବା ପାଇଁ ଭିଡ଼ିଓଟିକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବହୁତ କିଛି ଏପରି କଥା ରହିଅଛି, ଆପଣ ତୁଳା ରାଶିର ବ୍ୟକ୍ତି ହୋଇଥାନ୍ତୁ କିମ୍ବା କୁମ୍ଭ ରାଶିର ବ୍ୟକ୍ତି ଆପଣ ହୋଇଥାନ୍ତୁ, ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଅବଶ୍ୟ ଦେଖନ୍ତୁ। ଭିଡ଼ିଓଟିରେ କିଛି ଏପରି କଥା ରହିଅଛି ଯାହାକୁ ଆପଣ ଜାଣିବା ଦ୍ୱାରା ଆପଣଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିଯିବ। ତା ପୂର୍ବରୁ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ଦୁନିଆରେ ଏପରି ଦୁଇଟି ରାଶି ରହିଥାନ୍ତି ଯେଉଁମାନେ ବାହାରୁ ବହୁତ ଶାନ୍ତ ଦେଖାଯାଇଥାନ୍ତି, କିନ୍ତୁ ସେମାନଙ୍କ ମନ ଭିତରେ ସ୍ୱପ୍ନର ଝଡ଼ ଚାଲିଥାଏ। ଗୋଟିଏ ରାଶି ହୃଦୟକୁ ଜିତିବାର ମାହିର, ତ ଆଉ ଗୋଟିଏ ରାଶି ଦୁନିଆକୁ ନିଜର ବୁଦ୍ଧି ବଳରେ ଆଶ୍ଚର୍ଯ୍ୟ କରିଥାଏ। ତୁଳା ରାଶି ଏବଂ କୁମ୍ଭ ରାଶି ଏହି ଦୁଇଟି ରାଶି ମଧ୍ୟରେ କିଏ ଜୀବନରେ ସବୁଠାରୁ ଅଧିକ ଧନୀ ହୋଇଥାଏ, କିଏ ସତରେ ଭଲ ପ୍ରେମିକ ହୋଇଥାଏ, କାହାର ଭାଗ୍ୟ ଅଧିକ ଶକ୍ତିଶାଳୀ ହୋଇଥାଏ ଏବଂ କେଉଁ ରାଶି ନିଜ ଦୁଃଖକୁ କାହା ପାଖରେ କହିପାରେ ନାହିଁ। ଆଜିର ଏହି ଭିଡ଼ିଓରେ ଆପଣ ଏମିତି କିଛି ଗୁପ୍ତ କଥା ଗୁଡ଼ିକ ଜାଣିବାକୁ ପାଇବେ, ଏମିତି କିଛି ରହସ୍ୟ, ଏମିତି କିଛି ଜାଣିବାର କଥା ଗୁଡ଼ିକ ଜାଣିବେ ଯେଉଁ କଥା ଗୁଡ଼ାକୁ ହୁଏତ ଆପଣ ଆଗରୁ କେବେ ବି ଶୁଣିନଥିବେ। ଏହି ଦୁଇଟି ରାଶି ମଧ୍ୟରୁ କେଉଁ ରାଶିର ବ୍ୟକ୍ତିବିଶେଷଙ୍କର ଭାଗ୍ୟ 40 ବର୍ଷ ପରେ ଅଚାନକ ବୃଦ୍ଧି ହୋଇଥାଏ, କ'ଣ ପରିବର୍ତ୍ତନ ଆସିଥାଏ ଆପଣମାନଙ୍କ ଜୀବନରେ, ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏମାନଙ୍କ ଜୀବନରେ କ'ଣ ସବୁ ପରିବର୍ତ୍ତନ ଆସିଥାଏ ତାହା ମଧ୍ୟ ଜାଣିବା। ତ ସର୍ବପ୍ରଥମେ ଜାଣିବା ତୁଳା ରାଶି। ତୁଳା ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଶୁକ୍ର ଗ୍ରହ। ଏହି କାରଣରୁ ଏହି ରାଶିର ବ୍ୟକ୍ତିବିଶେଷ ମାନେ ଖୁବ୍ ଆକର୍ଷଣୀୟ ଦେଖା ହୋଇଥାନ୍ତି, ବହୁତ ଶାନ୍ତ ଏବଂ ମିଠା ସ୍ୱଭାବର ହୋଇଥାନ୍ତି। ସବୁବେଳେ ଏମାନେ ଚାହିଁଥାନ୍ତି ଯେ ସମ୍ପର୍କ ସବୁବେଳେ ଭଲ ରହୁ, କାହା ମନରେ ବି ଏମାନେ ସବୁବେଳେ ଦୁଃଖ ଦେବା ପାଇଁ ଚାହିଁନଥାନ୍ତି। କେମିତି ସମସ୍ତେ ଭଲରେ ରୁହନ୍ତୁ, ଘରେ ଶାନ୍ତି ରହୁ, କାହାର ମନ କେବେ ବି ଭାଙ୍ଗି ନଯାଉ। ହେଲେ ସବୁଠାରୁ ବଡ଼ ସମସ୍ୟା କ'ଣ ଅଛି ତାହା ଆପଣ ଜାଣିଛନ୍ତି କି? ଏମାନେ ନିଜର ମନର ଦୁଃଖକୁ କାହାକୁ କହିପାରନ୍ତି ନାହିଁ। ବାହାରେ ତ ଏମାନେ ହସିଥାନ୍ତି, କିନ୍ତୁ ଭିତରେ ଭିତରେ ଏମାନେ ଅନେକ କଷ୍ଟ ନିଜେ ସହିଥାନ୍ତି। ତୁଳା ରାଶିର ବ୍ୟକ୍ତିବିଶେଷ ମାନେ ବହୁତ ଅଧିକ ଇମୋସନାଲ ହୋଇଥାନ୍ତି, ଯାହାକୁ ନିଜର ଭାବିଥାନ୍ତି ତାଙ୍କ ପାଇଁ ସବୁକିଛି ଏମାନେ କରିଥାନ୍ତି, କିନ୍ତୁ ବଦଳରେ ଏମାନଙ୍କୁ ଯେତେବେଳେ ଧୋକା ମିଳିଥାଏ ସେତେବେଳେ ଏମାନେ ପୁରାପୁରି ଭାଙ୍ଗି ଯାଇଥାନ୍ତି। କୁମ୍ଭ ରାଶିର ବ୍ୟକ୍ତି ଆପଣଙ୍କର ସ୍ୱାମୀ ଗ୍ରହ ହେଉଛନ୍ତି ଶନିଦେବ। ଏହି କାରଣରୁ ଏହି ରାଶିର ବ୍ୟକ୍ତିବିଶେଷ ମାନେ ବହୁତ ଅଧିକ ଗଭୀର ଚିନ୍ତା କରିଥାନ୍ତି। ସମସ୍ତଙ୍କ ପରିକା ଏମାନେ ଭାବିନଥାନ୍ତି, ସମସ୍ତେ ଯେଉଁଠି ଗୋଟିଏ ରାସ୍ତାରେ ଯାଇଥାନ୍ତି ତ କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନେ ସେଠାରେ ଅଲଗା ରାସ୍ତାରେ ଯାଇଥାନ୍ତି। ଏମାନଙ୍କ ମନରେ ବଡ଼ ବଡ଼ ଇଚ୍ଛା ଏବଂ ବଡ଼ ବଡ଼ ସ୍ୱପ୍ନ ରହିଥାଏ। କିଛି ନୂଆ ଶିଖିବାର ଆଗ୍ରହ, କିଛି ନୂଆ କରିବାର ଆଗ୍ରହ ଏମାନଙ୍କ ଭିତରେ ରହିଥାଏ। ସମାଜରେ ନୂଆ ପରିବର୍ତ୍ତନ ଆଣିବା, କିଛି ନୂଆ ରାସ୍ତା ତିଆରି କରିବା, କିଛି ଉଦ୍ଭାବନ କରିବା, କିଛି ନା କିଛି ନୂଆ କରିବା ଏମାନଙ୍କ ଜୀବନରେ ସଦାସର୍ବଦା ଏହା ହିଁ ଲକ୍ଷ୍ୟ ରହିଥାଏ। ହେଲେ ଏମାନଙ୍କ ଜୀବନର ଆରମ୍ଭ ବହୁତ ହିଁ ସଂଘର୍ଷମୟ ହୋଇଥାଏ। ଲୋକମାନେ ଏମାନଙ୍କୁ ଅହଙ୍କାରୀ ବୋଲି ଭାବିଥାନ୍ତି, କିନ୍ତୁ ସତରେ ଏମାନେ ସତ୍ୟବାଦୀ ହୋଇଥାନ୍ତି। କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନେ ସହଜରେ ବି କାହାକୁ ବିଶ୍ୱାସ କରିନଥାନ୍ତି, ହେଲେ ଯଦି ଥରେ ଏମାନେ କାହାକୁ ନିଜର ବୋଲି ଭାବି ନେଇଥାନ୍ତି ତ ତାଙ୍କର ଶେଷ ପର୍ଯ୍ୟନ୍ତ ସାଥ ଏମାନେ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିବିଶେଷ ମାନେ ଅଧିକ ଧନୀ ହୋଇଥାନ୍ତି। ତୁଳା ରାଶି ଆଉ କୁମ୍ଭ ରାଶି ମଧ୍ୟରେ କିଏ ସବୁଠାରୁ ଅଧିକ ଧନୀ ହୋଇଥାନ୍ତି? ଦେଖନ୍ତୁ, ତୁଳା ରାଶିର ବ୍ୟକ୍ତିବିଶେଷ ମାନେ ବହୁତ ଅଧିକ ଟଙ୍କା କମେଇଥାନ୍ତି, ବହୁତ ଅଧିକ ରୋଜଗାର କରିଥାନ୍ତି, କିନ୍ତୁ ଏମାନେ ଖର୍ଚ୍ଚ ଅଧିକ କରିଥାନ୍ତି। ସୁନ୍ଦର ଜିନିଷ କିଣିବା, ଭଲ କପଡ଼ା କିଣିବା, ଭଲ ଘର କରିବା, ଘରର ସାଜସଜା କରିବା, ଲକ୍ଜରୀ ଲାଇଫ୍ ଏମାନେ ପସନ୍ଦ କରିଥାନ୍ତି। ସେଥିପାଇଁ ଏମାନଙ୍କ ପାଖକୁ ଟଙ୍କା ଆସିଥାଏ ସତ, କିନ୍ତୁ ଏମାନେ ବହୁତ ଅଧିକ ଖର୍ଚ୍ଚ କରିଥାନ୍ତି। ଅନ୍ୟପଟରେ କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନେ ଧୀରେ ଧୀରେ ଧନୀ ହୋଇଥାନ୍ତି। ଆରମ୍ଭରେ କଷ୍ଟ ତ ପାଇଥାନ୍ତି, କିନ୍ତୁ 30 ବର୍ଷ ପରେ ଏମାନଙ୍କର ଭାଗ୍ୟ ଦ୍ରୁତ ଗତିରେ ଗତି ପାଇଥାଏ। କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନେ ଟଙ୍କାକୁ ନିଜ ବୁଦ୍ଧିରେ ଖର୍ଚ୍ଚ କରିଥାନ୍ତି, ଭବିଷ୍ୟତ ପାଇଁ ପ୍ଲାନିଂ ଏମାନେ କରିଥାନ୍ତି। ଏଥିପାଇଁ ଅନେକ ସମୟରେ କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧନୀ ହୋଇଥାନ୍ତି। ତ ତୁଳା ରାଶିର ବ୍ୟକ୍ତିବିଶେଷ ମାନେ ଆପଣ ମନେ ରଖନ୍ତୁ ଯେ ଅଯଥା ଖର୍ଚ୍ଚ ଆପଣମାନେ କରନ୍ତୁ ନାହିଁ। କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନେ ବିଶେଷ କରି ଆପଣମାନେ ଧନ ଅର୍ଜନ କରିବା ପାଇଁ
ଅଧିକରୁ ଅଧିକ ଚେଷ୍ଟା କରନ୍ତୁ। ଯଦି ପ୍ରେମ କଥା ଆମେ ଆଲୋଚନା କରିବା ଯେ କିଏ ସବୁଠାରୁ ଅଧିକ ଭଲ ପ୍ରେମିକ ହୋଇଥାନ୍ତି, ତେବେ ଦେଖନ୍ତୁ ତୁଳା ରାଶିର ବ୍ୟକ୍ତିବିଶେଷମାନେ ପ୍ରେମରେ ଖୁବ୍ ଅଧିକ ରୋମାଣ୍ଟିକ୍ ହୋଇଥାନ୍ତି। ଛୋଟ ଛୋଟ କଥାରେ ଏମାନେ ଖୁସି ଦେଖିଥାନ୍ତି। ନିଜର ସାଥୀଙ୍କୁ ସ୍ପେଶିଆଲ ଫିଲ୍ କରାଇବା ଏମାନଙ୍କୁ ପସନ୍ଦ ହୋଇଥାଏ, କିନ୍ତୁ ଏମାନେ ଅଧିକ ଇମୋସନାଲ୍ ହୋଇଯାଆନ୍ତି। ସେହି କାରଣରୁ ଅନେକ ସମୟରେ କଷ୍ଟ ମଧ୍ୟ ଏମାନେ ପାଇଥାନ୍ତି। କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ପ୍ରେମରେ ଟିକିଏ ଅଲଗା ରହିଥାନ୍ତି। ଏମାନେ କେବେ ବି ବାହାରୁ ପ୍ରେମ ଦେଖାନ୍ତି ନାହିଁ। ମନର କଥାକୁ ଏମାନେ ଖୋଲି କରି କହିପାରନ୍ତି ନାହିଁ, କିନ୍ତୁ ଭିତରୁ ଖୁବ୍ ଗଭୀର ଭାବରେ ଭଲ ପାଇଥାନ୍ତି। ଏମାନଙ୍କର ପ୍ରେମ ତ ସତ୍ୟ ହୋଇଥାଏ, କିନ୍ତୁ ବୁଝିବା କଷ୍ଟକର ହୋଇଥାଏ। ମନର କଥା କାହାକୁ କହିନଥାନ୍ତି, କିନ୍ତୁ ଯାହାକୁ ଥରେ ମନରେ ବସାଇଥାନ୍ତି ତାଙ୍କୁ ଶେଷ ପର୍ଯ୍ୟନ୍ତ ରଖିଥାନ୍ତି। ଯଦି ଆମେ ବିଚାର କରିବା ଯେ କିଏ ସବୁଠାରୁ ଅଧିକ ଦୁଃଖ ପାଇଥାଏ, ତ ଏହି ଦୁଇ ଗୋଟି ରାଶି ଜୀବନରେ ଅନେକ ଦୁଃଖ ସହିଥାନ୍ତି। ତୁଳା ରାଶିର ବ୍ୟକ୍ତିବିଶେଷମାନେ ଅନ୍ୟ ପାଇଁ ନିଜକୁ ଭୁଲି ଯାଇଥାନ୍ତି, ତେଣୁ ଶେଷରେ ନିଜେ ହିଁ କଷ୍ଟ ପାଇଥାନ୍ତି। ଆଉ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କୁ ଲୋକମାନେ ବୁଝିପାରନ୍ତି ନାହିଁ। କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ଲୋକମାନଙ୍କ ଦ୍ୱାରା ମିସ୍ଅଣ୍ଡରଷ୍ଟାଣ୍ଡ ହୋଇଥାନ୍ତି। ଲୋକମାନେ ଏମାନଙ୍କୁ ବୁଝିପାରନ୍ତି ନାହିଁ। ସେହି କାରଣରୁ ଏମାନେ ବେଳେବେଳେ ଏକାକୀ ଅନୁଭବ କରିଥାନ୍ତି। ତ ଯଦି ଆମେ ଶୁଭ ରଙ୍ଗ କଥା ଆଲୋଚନା କରିବା, ତାହେଲେ ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଗୋଲାପୀ, ଧଳା ଏବଂ ହାଲୁକା ନୀଳ। ଏହି ରଙ୍ଗ ଏମାନଙ୍କର ଭାଗ୍ୟକୁ ଶକ୍ତିଶାଳୀ କରିଥାଏ। ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କର ଗାଢ଼ ନୀଳ, କଳା ଏବଂ ବାଇଗଣୀ କଲର୍ ଏମାନଙ୍କ ପାଇଁ ବହୁତ ହିଁ ଭଲ ରହିଥାଏ। ଏହି ରଙ୍ଗ ଏମାନଙ୍କ ପାଇଁ କନଫିଡେନ୍ସ ଆଣିଥାଏ ଏବଂ ଜୀବନରେ ସଫଳତା ଆଣିଥାଏ। ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ସଦାସର୍ବଦା 6, 7 ଏବଂ 9 ଏହି ତିନୋଟି ସଂଖ୍ୟା ଏମାନଙ୍କ ପାଇଁ ଶୁଭ ଅଙ୍କ ହୋଇଥାଏ। ଆଉ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ 4, 8 ଏବଂ 11 ଆପଣଙ୍କ ପାଇଁ ଶୁଭ ଅଙ୍କ ହୋଇଥାଏ। ତ ଯଦି ଆମେ ଜାଣିବା ଯେ ସବୁଠାରୁ ଅଧିକ ଆକର୍ଷଣୀୟ ବ୍ୟକ୍ତିତ୍ୱ କିଏ ହୋଇଥାନ୍ତି, ତାହେଲେ ଦେଖନ୍ତୁ ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କର ପର୍ସନାଲିଟି ବହୁତ ହିଁ ଭଲ ରହିଥାଏ। ସହଜରେ ଲୋକମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଆଉ ଏମାନଙ୍କର କଥା ଶୁଣିବା ପାଇଁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି। ଏମାନେ ବହୁତ ସହଜରେ ହିଁ ନିଜକୁ ନିଜର ସମସ୍ତଙ୍କୁ କରିପାରିଥାନ୍ତି। ଯିଏ ବି କେହି ଏମାନଙ୍କ ସାଥିରେ ଥରେ ମିଶିଥାଏ, ସିଏ ମନେ ରଖିଥାଏ ଏବଂ ସହଜରେ ହିଁ ଏମାନଙ୍କ ସାଥିରେ ମିତ୍ରତା କରିଥାଏ। ଅନ୍ୟପଟରେ କୁମ୍ଭ ରାଶିର ବ୍ୟକ୍ତି ଆଟ୍ରାକ୍ସନ୍ ଅଲଗା ଏମାନଙ୍କର ରହିଥାଏ। ଏମାନଙ୍କର କନଫିଡେନ୍ସ ହିଁ ଲୋକମାନଙ୍କୁ ଆକର୍ଷିତ କରିଥାଏ। ଏମାନେ ଯେତେବେଳେ ଚାଲିକରି ଯାଆନ୍ତି, ଲୋକମାନେ ଏମାନଙ୍କଠାରୁ କିଛି ନା କିଛି ନିଶ୍ଚୟ ଶିଖିଥାନ୍ତି। ପାଖରେ ଟଙ୍କାଟିଏ ବି ନଥିଲେ ମଧ୍ୟ ଏମାନେ ଧନୀ ଶ୍ରେଣୀର ଜଣାପଡ଼ିଥାନ୍ତି। ଏହିପରି ସ୍ୱଭାବ କିଛି ଏମାନଙ୍କର ରହିଥାଏ ଆଉ ଏହିପରି ଚାଲିଚଳନ ଏମାନଙ୍କର ରହିଥାଏ। ଏବଂ ସବୁଠାରୁ ଅଧିକ ଅଲଗା ଚିନ୍ତାଧାରାର ବ୍ୟକ୍ତି ଏମାନେ ହୋଇଥାନ୍ତି। ଏମାନେ ଯେବେ ବି ଯେଉଁ ସ୍ଥାନରେ ରହିଥାନ୍ତି, ଯେଉଁ ବିଷୟରେ କଥା କହିଥାନ୍ତି, ତ ଏମାନଙ୍କର କଥା ଆକର୍ଷଣୀୟ ରହିଥାଏ, ମଧୁର ରହିଥାଏ ଏବଂ ପ୍ରଭାବଶାଳୀ ରହିଥାଏ ଏବଂ ଏମାନେ ସତ୍ୟବାଦୀ ମଧ୍ୟ ହୋଇଥାନ୍ତି। ତ ଯଦି ଆମେ ଜାଣିବା କେଉଁ ରାଶି ଅଧିକ ରାଗୀ, ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଖରେ ରାଗ ଖୁବ୍ କମ୍ ରହିଥାଏ। ଶାନ୍ତ ସ୍ୱଭାବର ଏମାନେ ହୋଇଥାନ୍ତି। ମିଠା ସ୍ୱଭାବର ଏମାନେ ହୋଇଥାନ୍ତି। ସହଜରେ ଏମାନେ ସବୁ କଥାକୁ କହିଥାନ୍ତି, କିନ୍ତୁ ଅତ୍ୟଧିକ ଅନ୍ୟାୟ ହେଲେ, ଅତ୍ୟଧିକ ନିଜ ଉପରେ କଥା ଆସିଲେ ହଠାତ୍ ଏମାନେ ରାଗି ଯାଇଥାନ୍ତି ଏବଂ ଏମାନଙ୍କର ରାଗ ମଧ୍ୟ ଅଳ୍ପ ସମୟ ରହିଥାଏ। ହେଲେ ମନେ ରଖିଥାନ୍ତୁ, କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ଏତେ ସହଜରେ ରାଗି ନଥାନ୍ତି। ସହଜରେ ବି କାହା ସହିତ ଲାଗନ୍ତି ନାହିଁ, କିନ୍ତୁ ମନ ଥରେ ଭାଙ୍ଗିଗଲେ, ସହିବାର ଶକ୍ତି ସରିଗଲେ ସହଜରେ ଆଉ କାହାକୁ ବି କ୍ଷମା କରନ୍ତି ନାହିଁ ଏବଂ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ କ୍ଷମା କରନ୍ତି ନାହିଁ। ଯଦି ଆମେ ଜାଣିବା କି ସବୁଠାରୁ କେଉଁ ରାଶିର ଭାଗ୍ୟ ଶକ୍ତିଶାଳୀ ରହିଥାଏ, ତେବେ ଦେଖନ୍ତୁ ତୁଳା ରାଶିର ଭାଗ୍ୟ ସମ୍ପୂର୍ଣ୍ଣ ଖୋଲିଥାଏ। କିଛି ଲୋକମାନଙ୍କର ସାହାଯ୍ୟ ଏବଂ ସହଯୋଗ ଦ୍ୱାରା ଭାଗ୍ୟ ଏମାନଙ୍କର ବଦଳିଥାଏ। କିଛି ଲୋକମାନଙ୍କର ପରାମର୍ଶ ଏମାନଙ୍କର ଭାଗ୍ୟକୁ ବଦଳାଇଥାଏ। ହେଲେ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ନିଜର ଭାଗ୍ୟକୁ ନିଜର ପରିଶ୍ରମ ଦ୍ୱାରା ବଦଳାଇଥାନ୍ତି। ନିଜର କର୍ମ ମାଧ୍ୟମରେ ହିଁ ସମାଜରେ ନାମ କମାଇଥାନ୍ତି। ଭାଗ୍ୟର ଧନୀ ଏମାନେ ହୋଇଥାନ୍ତି। ଧୀରେ ଧୀରେ ଏମାନଙ୍କୁ ସଫଳତା ମିଳିଥାଏ, କିନ୍ତୁ ଯେତେବେଳେ ମିଳିଥାଏ ଏମାନଙ୍କୁ ସେତେବେଳେ ବଡ଼ ସଫଳତା ମିଳିଥାଏ। ଯଦି ଆମେ ଏମାନଙ୍କ ଜୀବନର କିଛି ଗୁପ୍ତ ସତ୍ୟ ବିଷୟରେ ଜାଣିବା, ତୁଳା ରାଶି ଏବଂ କୁମ୍ଭ ରାଶି ଏହି ଦୁଇ ଗୋଟି ରାଶି ବାହାରୁ ଅଧିକ ଶକ୍ତିଶାଳୀ ଦେଖାଯାଇଥାନ୍ତି, କିନ୍ତୁ ଯେତେବେଳେ ରାତିରେ ଏକାକୀ ରହିଥାନ୍ତି, ସେତେବେଳେ ଅନେକ ସମୟରେ ଏମାନେ ଏକାକୀ ଚୁପଚାପ କାନ୍ଦିଥାନ୍ତି। କାହିଁକି ନା ଏମାନେ ସମସ୍ତଙ୍କୁ ଖୁସି ଦେବା ପାଇଁ ତ ଚାହିଁଥାନ୍ତି, ହେଲେ ନିଜର ମନର କଥାକୁ ଏମାନେ କାହାକୁ ବି କହିପାରନ୍ତି ନାହିଁ।
ତୁଳା ରାଶିର ବ୍ୟକ୍ତିବିଶେଷ ମାନେ ବେଳେବେଳେ ହୁଏତ କିଛି କଥା କହିଦେଇଥାନ୍ତି, କିନ୍ତୁ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ଆଦୌ କହିପାରନ୍ତି ନାହିଁ। ଏମାନେ ନିଜର ଦୁଃଖକୁ ନିଜ ମଧ୍ୟରେ ଲୁଚେଇକି ରଖିଥାନ୍ତି, ନିଜ ମନର କଥାକୁ ନିଜ ଭିତରେ ରଖିଥାନ୍ତି। ହେଲେ ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କର ସରଳତାର ସୁଯୋଗ ନେଇ କିଛି ଲୋକମାନେ ଏମାନଙ୍କ ଫାଇଦାର ସୁଯୋଗ ମଧ୍ୟ ଉଠାଇଥାନ୍ତି। ତେବେ ଆପଣ ମନେ ରଖନ୍ତୁ, ଆପଣ ଆପଣଙ୍କର ଦୁଃଖକୁ ସେତିକି ଆବଶ୍ୟକ ନ ପଡ଼ିଲେ କାହାକୁ ବି କିଛି କୁହନ୍ତୁ ନାହିଁ। ଏବଂ କୁମ୍ଭ ରାଶିର ଲୋକମାନେ ଆପଣମାନେ ନିଜର ଦୁଃଖକୁ ଉଚିତ ଲୋକଙ୍କ ପାଖରେ ପ୍ରକାଶ କରନ୍ତି। ନିଜ ମନ କଥା ଗୁଡ଼ିକ କହିବା ଦ୍ୱାରା ମନ ଟିକିଏ ହାଲକା ହୋଇଥାଏ। ହେଲେ ସଦାସର୍ବଦା ମନେ ରଖନ୍ତୁ କି ଠିକ୍ ଲୋକକୁ ହିଁ ଆପଣ ନିଜର ମନର କଥା କୁହନ୍ତି, ନହେଲେ ଅସୁବିଧାରେ ପଡ଼ିପାରନ୍ତି। ଦେଖନ୍ତୁ, ତୁଳା ରାଶି ହେଉ କିମ୍ବା କୁମ୍ଭ ରାଶି, ଏହି ଦୁଇ ଗୋଟି ରାଶି ଜମାରୁ ସାଧାରଣ ରାଶି ହୋଇନଥାନ୍ତି। ଜୀବନ ଏମାନଙ୍କର ଅନେକ ପରୀକ୍ଷା ନେଇଥାଏ। ହେଲେ ଯେତେବେଳେ ଥରେ ସମୟ ବଦଳିଥାଏ, ସେମାନେ ସେହି ସବୁ ସ୍ଥାନକୁ ଯାଇଥାନ୍ତି, ସେହି ସବୁ ସଫଳତା ଏମାନେ ପାଇଥାନ୍ତି, ଯାହାକୁ ଲୋକମାନେ ଦେଖିକରି ଆଶ୍ଚର୍ଯ୍ୟ ପ୍ରକାଶ କରିଥାନ୍ତି। ଏମାନେ ସବୁ ଏପରି କିଛି କାର୍ଯ୍ୟ କରିଥାନ୍ତି ଯାହାଦ୍ୱାରା ଲୋକମାନଙ୍କର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି। ତୁଳା ଓ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ କାମରେ ବହୁତ ଅଧିକ ଉନ୍ନତି କରିଥାନ୍ତି। ଆପଣ ଲକ୍ଷ୍ୟ ରଖିଥିବେ ଯେ ଯେଉଁମାନଙ୍କର ତୁଳା ରାଶି ହୋଇଥାଏ କିମ୍ବା କୁମ୍ଭ ରାଶି ହୋଇଥାଏ, ଏମାନେ ଜୀବନରେ ଧୀରେ ଧୀରେ ବହୁତ ଅଧିକ ଉନ୍ନତି କରିଥାନ୍ତି। ତୁଳା ରାଶିର ବ୍ୟକ୍ତିବିଶେଷମାନେ ସମସ୍ତଙ୍କର ପରାମର୍ଶରେ, ଘର ପରିବାରରେ ହେଉ କିମ୍ବା ବନ୍ଧୁବାନ୍ଧବଙ୍କ ମଧ୍ୟରେ ଜୀବନରେ ଏମାନେ ବହୁତ ଅଧିକ ଉନ୍ନତି କରିଥାନ୍ତି। କିନ୍ତୁ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ନିଜର ପରିଶ୍ରମ ବଳରେ ନିଜର କର୍ମ ଦ୍ୱାରା ଭାଗ୍ୟକୁ ଆକୃଷ୍ଟ କରିଥାନ୍ତି ଏବଂ ନିଜ ଲକ୍ଷ୍ୟକୁ ପ୍ରାପ୍ତ କରିଥାନ୍ତି। ତେଣୁ ଦୁଇଟି ଯାକ ରାଶିକୁ ବହୁତ ହିଁ ଶକ୍ତିଶାଳୀ ରାଶି ବୋଲି କୁହାଯାଇଥାଏ। ମନେ ରଖନ୍ତୁ, ଏହି ଦୁଇଟି ରାଶିର ବୟସ 30 ବର୍ଷ ପରେ ଅଚାନକ ଏମାନଙ୍କର ଜୀବନରେ ବୃଦ୍ଧି ପାଇଥାଏ। ଆପଣମାନଙ୍କ ଜୀବନରେ ଅନେକ ଶୁଭ ପରିବର୍ତ୍ତନ ଆସିଥାଏ। ତୁଳା ରାଶିର ବ୍ୟକ୍ତିବିଶେଷମାନେ 30 ବର୍ଷ ପରେ ଆପଣମାନେ କାହାର ନା କାହାର ସହଯୋଗ ବଳରେ ବହୁତ ଅଧିକ ଉନ୍ନତି କରିଥାନ୍ତି। ହେଲେ ଅନ୍ୟପଟେ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ପୂର୍ବରୁ ଯେଉଁ ପରିଶ୍ରମ କରିଥିବେ, ସଂଘର୍ଷ କରିଥିବେ, ତ ସେହି ପରିଶ୍ରମର ଫଳ ଆପଣଙ୍କୁ 30 ବର୍ଷ ପରେ ମିଳିଥାଏ। ଏହି ଦୁଇ ଗୋଟି ରାଶି ଯେଉଁଠି ସ୍ଥାନରେ ଆପଣ ରହିଥାନ୍ତି, ସେଠାରେ ନିଜର ଏକ ନୂତନ ସ୍ୱତନ୍ତ୍ର ପରିଚୟ ରଖିଥାନ୍ତି ଏବଂ ଜୀବନରେ ଯାହା ଇଚ୍ଛା କରିଥାନ୍ତି ତାହା ପାଇଥାନ୍ତି। ତେବେ ଯଦି ଆପଣଙ୍କର ତୁଳା ରାଶି ହୋଇଥାଏ, ତାହେଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ଏବଂ ଯଦି ଆପଣଙ୍କର କୁମ୍ଭ ରାଶି ହୋଇଥାଏ, ତେବେ କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ଧନ୍ୟବାଦ।